କୁନି ପକ୍ଷୀଟିର ବଡ଼ କାମ ଏବେ ବୈଜ୍ଞାନିକମାନଙ୍କୁ ଚକିତ କରିଛି। ବନ୍ୟଜୀବନ ବୈଜ୍ଞାନିକଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା 3ଟି ଆମୁର ବାଜପକ୍ଷୀ ମଧ୍ୟରୁ ଗୋଟିଏ ଭାରତରୁ ଉଡ଼ି ସୋମାଲିଆରେ ପହଞ୍ଚିଛି, ଯାହା ପ୍ରାୟ 5 ଦିନ ମଧ୍ୟରେ 5000 କିଲୋମିଟର ବ୍ୟାପୀ ଏକ ପ୍ରବାସୀ ଯାତ୍ରା ସମାପ୍ତ କରିଛି। ପ୍ରତିଦିନ ପ୍ରାୟ 1000 କିଲୋମିଟର ମାରାଥନ ଉଡ଼ାଣ କରିଥିଲା ଏହି ପକ୍ଷୀ। ତେବେ ସବୁଠୁ ଦ୍ରୁତ ବେଗରେ ଉଡ଼ି ପାରୁଥିବା ଶିକାରୀ ପକ୍ଷୀଙ୍କ ମଧ୍ୟରୁ ଗୋଟିଏ ହେଉଛି ଫାଲକନ ପ୍ରଜାତି ବା ବାଜପକ୍ଷୀ। ଏହି ପ୍ରଜାତିର ପକ୍ଷୀଙ୍କ ଆକାର ଛୋଟ ହୋଇଥିଲେ ବି ଏମାନେ ଖୁବ୍ ଦ୍ରୁତ ବେଗରେ ଉଡ଼ି ପାରନ୍ତି। ଏମିତିକି ମାତ୍ର କିଛି ଘଣ୍ଟା ମଧ୍ୟରେ 1000 କିଲୋମିଟର ଅତିକ୍ରମ କରିପାରନ୍ତି, ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ଏକ ଗବେଷଣାରେ ଫାଲକନ ପରିବାରର ଆମୁର ଫାଲକନ ପ୍ରଜାତି ଉପରେ ପରୀକ୍ଷା କରାଯାଇଥିଲା। କିପରି ଏହି ଛୋଟ ପକ୍ଷୀ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ଯାତ୍ରା କରିଥାନ୍ତି ତାହା ଜାଣିବାକୁ ଏହି ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ ଡେହରାଡୁନ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବୈଜ୍ଞାନିକମାନେ ଅଣ୍ଡିରା ଫାଲକନ, ଆପାପାଙ୍ଗ, 2ଟି ମାଇ ଫାଲକନ ଆହୁ ଏବଂ ଆଲାଙ୍ଗ ଭଳି 3ଟି ଆସୁର ଫାଲକନ ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଇଥିଲେ, ଯାହାଦ୍ୱାରା ପକ୍ଷୀ ବିଷୟରେ ଗବେଷଣା କରିହେବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।